ଆଜିର ଭିଡ଼ିଓରେ ଦୀପାବଳି କାହିଁକି ପାଳନ କରାଯାଏ, ପ୍ରଥମେ ଦୀପାବଳି କିଏ ପାଳନ କରିଥିଲେ, ଏହି ସମ୍ବନ୍ଧରେ ଜାଣିବା। ତେଣୁ ଭିଡ଼ିଓଟିକୁ ସମ୍ପୂର୍ଣ୍ଣ ଦେଖନ୍ତୁ। ଭିଡ଼ିଓଟିକୁ ଲାଇକ୍, ସେୟାର, କମେଣ୍ଟ ଏବଂ ସବସ୍କ୍ରାଇବ୍ କରିବା ପାଇଁ ଅନୁରୋଧ। ଏକରେ ଦୀପାବଳି ଅର୍ଥାତ୍ ଆଲୋକର ପର୍ବ। ଏହି ପର୍ବ ହିନ୍ଦୁମାନଙ୍କର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପର୍ବ। ଦୁଇରେ, ଏହି ପର୍ବରେ ପୂର୍ବରୁ ଲୋକମାନେ ଦୀପ ଜାଳି ଉତ୍ସବ ପାଳନ କରୁଥିଲେ। 3, ଏହି ପର୍ବ ଆମକୁ ଶିକ୍ଷା ଦିଏ ଯେ ଯେତେବେଳେ ଆପଣଙ୍କ ଉପରେ କିମ୍ବା ଅନ୍ୟ କାହା ଉପରେ ଅତ୍ୟାଚାର ହୁଏ, ତାହେଲେ ଆପଣଙ୍କ ଭିତରେ ଥିବା ଆଲୋକକୁ ଆଲୋକିତ କରେ। ଯେପରି ଦୀପ ନିଜେ ଜଳୁଛି କିନ୍ତୁ ଦୁନିଆକୁ ଆଲୋକିତ କରେ, ସେହିପରି ଭିତରର ନିଆଁ ମଧ୍ୟ ଚାରିଆଡ଼େ ଆଲୋକିତ କରେ। 4 ନମ୍ବର, ଦୀପାବଳି ପର୍ବ କେବେ ଓ କେଉଁମାନେ ପ୍ରଥମେ ପାଳନ କରିଥିଲେ? 5, ଦୀପାବଳି ପର୍ବ କାହିଁକି ପାଳନ କରାଯାଏ? ଏ ଦୁଇଟି ପ୍ରଶ୍ନର ଉତ୍ତର ଏଠାରେ ଅଛି। 6 ନମ୍ବର, ପ୍ରଭୁ ଶ୍ରୀରାମଚନ୍ଦ୍ର 14 ବର୍ଷ ବନବାସ ପରେ ଏହି ଦୀପାବଳି ଦିନ ଅଯୋଧ୍ୟାକୁ ପ୍ରତ୍ୟାବର୍ତ୍ତନ କରିଥିଲେ। 7 ନମ୍ବର, ଏହି ଦୀପାବଳି ଦିନ ପ୍ରଥମେ ଅଯୋଧ୍ୟାବାସୀ ପ୍ରଭୁ ଶ୍ରୀରାମଙ୍କର ଆଗମନରେ ରାତିରେ ଦୀପ ଜାଳି ଉତ୍ସବ ପାଳନ କରିଥିଲେ। 8 ନମ୍ବର, ସେହିଦିନ ଠାରୁ ଦୀପାବଳି ପର୍ବ ପାଳନ କରାଯାଉଛି। 9 ନମ୍ବର, ପାଣ୍ଡବମାନେ ଏହି ଦୀପାବଳି ଦିନ 13 ବର୍ଷ ବନବାସ ସାରି ନିଜ ରାଜ୍ୟକୁ ଫେରି ଆସିଥିଲେ। ତାଙ୍କର ରାଜ୍ୟର ଲୋକମାନେ ଦୀପ ଜାଳି ତାଙ୍କ ପ୍ରତ୍ୟାବର୍ତ୍ତନ ଉତ୍ସବ ପାଳନ କରିଥିଲେ। 10 ନମ୍ବର, ଏହି ଦୀପାବଳି ଦିନ ଭଗବାନ ଶ୍ରୀକୃଷ୍ଣ ନାରକାସୁରକୁ ବଧ କରିଥିଲେ। 11 ନମ୍ବର, ଏହି ଦିନ ମା ଲକ୍ଷ୍ମୀ ସମୁଦ୍ର ମନ୍ଥନରୁ ପ୍ରକଟ ହୋଇଥିଲେ। ମାତା ଲକ୍ଷ୍ମୀ ଧନ ଏବଂ ସମୃଦ୍ଧିର ଦେବୀ ଭାବରେ ପରିଚିତା। 12 ନମ୍ବର, ସେଥିପାଇଁ ପ୍ରତ୍ୟେକ ଘରେ ଦୀପ ଜାଳିବା ସହିତ ଆମେ ଦେବୀ ଲକ୍ଷ୍ମୀଙ୍କୁ ପୂଜା କରିଥାଉ। ଦୀପାବଳି ପାଳନ କରାଯିବାର ଏହା ମଧ୍ୟ ଏକ ମୁଖ୍ୟ କାରଣ। 13ରେ, ଭଲର ଉପରେ ମନ୍ଦର ବିଜୟ ଦିନ। 14, ମା ଲକ୍ଷ୍ମୀଙ୍କର ଆଗମନ ଧନ ସମୃଦ୍ଧିର ପର୍ବ। 15, ବ୍ୟବସାୟୀମାନଙ୍କର ନୂଆ ଆର୍ଥିକ ବର୍ଷ ଆରମ୍ଭ। 16, ଅନ୍ଧକାର ଉପରେ ଆଲୋକର ଜୟ। 17, ମା କାଳୀ ପୂଜା ଓ ଶକ୍ତିର ସମ୍ମାନ। 18, ଏହି ଦିନ ମନ ପବିତ୍ର ଏବଂ ନୂଆ ଆରମ୍ଭର ସଂକେତ। ପରିବାର ଓ ସମ୍ପର୍କୀୟଙ୍କ ସହ ହସ ଖୁସି ରହିଥାଏ। ଭିଡ଼ିଓଟିକୁ ସମ୍ପୂର୍ଣ୍ଣ ଦେଖନ୍ତୁ। ଭିଡ଼ିଓଟିକୁ ଲାଇକ୍, ସେୟାର, କମେଣ୍ଟ ଏବଂ ସବସ୍କ୍ରାଇବ୍ କରିବାକୁ ଅନୁରୋଧ।